12 ବର୍ଷ ପରେ ଫେରିଛି ମାରଗୁଡ଼ା ମହୋତ୍ସବ। ନୂଆପଡ଼ା ଜିଲ୍ଲାର ପରମ୍ପରା, ଐତିହ୍ୟ, କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଜିଲ୍ଲାସ୍ତରୀୟ ମାରଗୁଡ଼ା ଲୋକ ମହୋତ୍ସବ ଏପ୍ରିଲ ପ୍ରଥମ ସପ୍ତାହରେ ମିନି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଶୁକ୍ରବାର ପ୍ରଚାର କମିଟିର ଏକ ଦଳ କେରମେଲି ପଞ୍ଚାୟତର ଗୋଳାବନ, ପେଠିଆପାଲି ଓ ମାରଗୁଡ଼ା ଗାଁକୁ ଯାଇ ମହୋତ୍ସବର ପ୍ରଚାର ପ୍ରସାର କରିଛନ୍ତି। ଗାଁରେ ଏକ ସଭା ଆୟୋଜନ କରିବା ସହ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ବୁଝାଇଛନ୍ତି। ମାରଗୁଡ଼ା ସଭ୍ୟତାକୁ ନେଇ ନୂଆପଡ଼ା ମହୋତ୍ସବ ମାରଗୁଡ଼ା ଲୋକ ମହୋତ୍ସବ ନାମରେ ନାମିତ ହୋଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରେ ପ୍ରତିବର୍ଷ ଲୋକ ମହୋତ୍ସବ ହୋଇ ଆସୁଥିଲା, ହେଲେ କୌଣସି କାରଣରୁ 2012 ଠାରୁ ଏହା ବନ୍ଦ ହୋଇଯାଇଥିବା ବେଳେ 12 ବର୍ଷ ପରେ ପୁଣି ଫେରିଛି ମାରଗୁଡ଼ା ମହୋତ୍ସବ। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ନୂଆପଡ଼ା ଜିଲ୍ଲା। ଆଜିର ପ୍ରଚାର ପ୍ରସାର ସଭାରେ ପ୍ରଚାର କମିଟି ସଦସ୍ୟ ସୀମାଞ୍ଚଳ ମହାପାତ୍ର, ଅଂଶୁମାନ ଅଗସ୍ତି, ରାହୁଲ ବାଗ, ମୋକାରୁ ବେମାଲ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।